ଦାନା ପାଇଁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଘରକୁ ଫେରିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନକା ସହର ଗଡ଼ ଭିତର ଚିଦାନନ୍ଦ ବାରିକ 37 ବେଶ 2 ପଇସା ରୋଜଗାର କରିବା ପାଇଁ ତାମିଲନାଡୁ ରାଜ୍ୟର ତିରୁପୁର ଜିଲ୍ଲା ଲିଙ୍ଗପାଲିୟନ ଗାଁ ନିକଟରେ ଥିବା ଏସିଏମ୍ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ରାତିରେ କାମ ସାରି ଚିଦାନନ୍ଦ ରାସ୍ତା ପାରି ହେବା ସମୟରେ ଏକ କାର ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି। ଫଳରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ଚିନ୍ତାରେ ପଡ଼ିଯାଇଥିଲେ। ଜିଲ୍ଲା ପ୍ରଶାସନ ଓ ବୀରମହାରାଜପୁର ବିଧାୟକ ସହଯୋଗରେ ତାଙ୍କ ଶବ ତାମିଲନାଡୁରୁ ଘରକୁ ଫେରିଛି, ଯେଉଁଥିପାଇଁ ତାଙ୍କ ବିଧବା ମା ଓ ପରିବାର ଲୋକେ ପୁଅକୁ ହରାଇ ବାହୁନି ବାହୁନି କାନ୍ଦିଥିଲେ। ମୃତ ଚିଦାନନ୍ଦ ବାପ ଛେଉଣ୍ଡ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।